ନୂଆ ବର୍ଷରୁ ବଢିବ ଅଙ୍ଗନବାଡି କର୍ମୀଙ୍କ ଦରମା। ଆସିଗଲା ଏହାକୁ ନେଇ ବଡ ସୂଚନା, ଯାହା ଆମେ ଭିଡିଓରେ ଜାଣିବା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣ ଜାଣିଛନ୍ତି ଏବେ ସମସ୍ତ ସରକାରୀ କର୍ମୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ, ଯେମିତିକି ସରକାରୀ ଶିକ୍ଷକ, ଏମିତିକି ଅଙ୍ଗନବାଡି କର୍ମୀମାନେ ମଧ୍ୟ ଆନ୍ଦୋଳନ କରିଥିଲେ। ହେଲେ ଏବେ ଅଙ୍ଗନବାଡି କର୍ମୀଙ୍କ ପାଇଁ ଆସୁଛି ନୂଆ ସୂଚନା। ଏବେ ଏମାନଙ୍କ ଦରମା ବୃଦ୍ଧି ହେବାକୁ ଯାଉଛି, ମିଳିବାକୁ ଯାଉଛି 26,000 ଟଙ୍କା। କଣ ରହିଛି ସୂଚନା ଭିଡିଓରେ ଜାଣିବା। ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରିନଥିଲେ ଏବେ ସବସ୍କ୍ରାଇବ କରି ପାଖରେ ଥିବା ବେଲ ଆଇକନକୁ ଦବାଇ ଦିଅନ୍ତୁ। ତେବେ ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟକ ସଂଘ ନେତୃତ୍ୱରେ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିଭିନ୍ନ ଦଫା ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ଜଣାପଡ଼ିଛି। ସେଗୁଡ଼ିକ ହେଉଛି ବଜାର ଦର ଅନୁସାରେ ଅଣ୍ଡା ଦର ବୃଦ୍ଧି କରିବା, ନଚେତ୍ ସରକାର ନିଜେ ଅଣ୍ଡା ଯୋଗାଇ ଦେବା, ଉନ୍ନତମାନର ମୋବାଇଲ ଦେବା, ଚାରି ଶ୍ରମ ଆଇନକୁ କାର୍ଯ୍ୟକାରୀ କରି ସମାନ କାମକୁ ସମାନ ଦରମା, ଶ୍ରମିକଙ୍କୁ ମାନ୍ୟତା, ସାମାଜିକ ନିରାପତ୍ତା ଯୋଜନାରେ ସାମିଲ, ଭାରତୀୟ ଜାତୀୟ ସମ୍ମିଳନୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ 26,000 ଟଙ୍କା ପ୍ରଦାନ କରାଯିବା ରହିଛି। ସେହିପରି 100 ଶତକଡ଼ା ପଦୋନ୍ନତି ଦେବା, ଅତିରିକ୍ତ କାର୍ଯ୍ୟ ସବୁ ବନ୍ଦ କରାଯାଇ କେବଳ ଆଇସିଡିଏସ୍ କାମକୁ ଅଗ୍ରାଧିକାର ଦିଆଯିବା, ଗାଁ କଲ୍ୟାଣ ସମିତିରୁ କର୍ମୀଙ୍କୁ ବାଦ୍ ଦେବା ପ୍ରଭୃତି ଦାବି କରିଛନ୍ତି। ତେବେ ବିକ୍ଷୋଭ ପ୍ରଦର୍ଶନକାରୀ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ଆନ୍ଦୋଳନ ମଧ୍ୟ କରିଛନ୍ତି। ତେବେ ମିଳୁଥିବା ସୂଚନା ମୁତାବକ ଖୁବ୍ ଶୀଘ୍ର ମଧ୍ୟ ଏମାନଙ୍କର ଦାବି ପୂରଣ ହେବାକୁ ଯାଉଛି। ତା ଛଡ଼ା ଯେଉଁମାନେ ଦୀର୍ଘ ଦିନ ଧରି ସେମାନଙ୍କର ଦାବି ଉପରେ ସରକାର ନିଷ୍ପତ୍ତି ପାଇଁ ଅପେକ୍ଷା କରିଥିଲେ, ଶେଷରେ 2026 ମସିହା ପୂର୍ବରୁ ଏକ ବଡ଼ ଉପହାର ପାଇବାକୁ ଯାଉଛନ୍ତି। ତେବେ ସବୁ ଅଙ୍ଗନବାଡି ସଂଘ ଓ ସରକାରୀ ଅଧିକାରୀଙ୍କ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଅଧିକାରୀମାନେ ସର୍ବ ଅଙ୍ଗନବାଡି ସଂଘର ଦାବିଗୁଡ଼ିକୁ ମଞ୍ଜୁର କରିଥିଲେ। ତେବେ ଏହା ଏବେ ବିଶ୍ୱାସ କରାଯାଉଛି ଯେ ନୂତନ ବର୍ଷରେ ଅଙ୍ଗନବାଡି କର୍ମୀମାନଙ୍କୁ ବଡ଼ ଉପହାର ମିଳିବାକୁ ଯାଉଛି।